ୟୁକ୍ରେନ ଉପରେ ରୁଷ ପକ୍ଷରୁ ଏକ ବଡ଼ ଆକ୍ରମଣ କରାଯାଇଛି। ଏଥିରେ ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ୟୁକ୍ରେନୀୟ ବାୟୁସେନା କହିଛି। ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି ଶୁକ୍ରବାର ରାତିରେ ରୁଷ ୟୁକ୍ରେନ ଉପରେ 597ଟି ଡ୍ରୋନ୍ ଓ 26ଟି କ୍ଷେପଣାସ୍ତ୍ର ମାଧ୍ୟମରେ ପ୍ରଚଣ୍ଡ ଆକ୍ରମଣ କରିଥିଲା। ଏହା ଗତ କିଛି ମାସ ମଧ୍ୟରେ ରୁଷ ଦ୍ୱାରା କରାଯାଇଥିବା ସବୁଠାରୁ ବଡ଼ ଆକ୍ରମଣ ଅଟେ। ଜେଲେନ୍ସ୍କିଙ୍କ କହିବା ଅନୁସାରେ ଏହି ଡ୍ରୋନ୍ଗୁଡ଼ିକ ମଧ୍ୟରୁ ଅଧିକାଂଶ ସାହେଦ ଡ୍ରୋନ୍ ଥିଲା, ଯାହା ଇରାନରେ ତିଆରି ହୋଇଥାଏ। ସେ ବିଶ୍ୱକୁ ରୁଷ ଉପରେ କଠୋର କଟକଣା ଲାଗୁ କରିବାକୁ ନିବେଦନ କରିଥିଲେ, ଯାହାଦ୍ୱାରା ଏହି ଆକ୍ରମଣ ବନ୍ଦ ହୋଇପାରିବ। ୟୁକ୍ରେନୀୟ ବାୟୁସେନା କହିଛି ଯେ ସେମାନେ 319 ଡ୍ରୋନ୍ ଏବଂ 25ଟି କ୍ଷେପଣାସ୍ତ୍ର ଖସାଇ ଦେଇଛନ୍ତି, କିନ୍ତୁ ପ୍ରାୟ 20ଟି ଡ୍ରୋନ୍ ଏବଂ ଗୋଟିଏ କ୍ଷେପଣାସ୍ତ୍ର 5ଟି ସ୍ଥାନରେ ପଡ଼ିବାରୁ କ୍ଷତି ହୋଇଥିଲା। ତଥାପି 5ଟି ସ୍ଥାନ କେଉଁଠି ତାହା ବାୟୁସେନା ପ୍ରକାଶ କରିନାହିଁ। ସେପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସମ୍ପ୍ରତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନୋବେଲ ପୁରସ୍କାର ପାଇଁ ପଠାଇଛନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ଟ୍ରମ୍ପ ସମସ୍ୟାରେ ପଡ଼ିଥିବା ପରି ମନେହେଉଛି। ଇସ୍ରାଏଲ ଚାହୁଁନାହିଁ ଯେ ଆମେରିକା ତାର ଲଢୁଆ ଜେଟ୍ F-35 ତୁର୍କୀକୁ ବିକ୍ରୟ କରୁ। ଏହା ଉପରେ ଇସ୍ରାଏଲ ନିଜର ଅସନ୍ତୋଷ ପ୍ରକାଶ କରିଛି। ଭିଡିଓ ରିପୋର୍ଟ ଓଟି ଲାଇଭ୍। ଅଧିକ ଖବର ଦେଖିବା ପାଇଁ ଓଟି ଲାଇଭ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଖବରଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।